ଚିତ୍ରକୂଟ ପର୍ବତରେ ପ୍ରଭୁ ରାମଚନ୍ଦ୍ର, ମାତା ସୀତା, ଲକ୍ଷ୍ମଣ ବସବାସ କରିଛନ୍ତି। ସେହି ସମୟରେ ମାତା ସୀତା ଦେଖିଛନ୍ତି ଗୋଟିଏ ସ୍ୱର୍ଣ୍ଣ ମୃଗକୁ। ସେହି ମୃଗକୁ ପାଇବାର ଇଚ୍ଛା ପ୍ରକଟ କରିଛନ୍ତି। ପ୍ରଭୁ ସେହି ସ୍ୱର୍ଣ୍ଣ ମୃଗ ପଛରେ ଧାଇଁଛନ୍ତି। ଠିକ୍ ସେହି ସମୟରେ ଛଦ୍ମବେଶରେ ରାବଣ ଆସି ମାତା ସୀତାଙ୍କୁ ହରଣ କରି ନେଇଯାଇଛି। ତାଙ୍କର ସେହି ଦୁଃଖକୁ ମାତା ସୀତା ପ୍ରକାଶ କରିଛନ୍ତି କୋଇଲି ଆଗରେ, ଯାହାକି ଆମର କାନ୍ତ କୋଇଲି, ବଳରାମ ଦାସଙ୍କ ରଚନା। ତ ଆଜି ଆମେ ତାହାକୁ ଆବୃତ୍ତି କରି ଶୁଣିବା। କୋଇଲି ଲୋ କାନ୍ତ ମୋର ଗଲେ ମୃଗ ମାରି, କପଟେ ରାବଣ ମୋତେ ନେଉଛି ଧରି। ଲୋ କୋଇଲି କପଟେ ରାବଣ ମୋତେ ନେଉଛି ଧରି। କୋଇଲି ଲୋ ଖଳ ବୋଲି ଜାଣି ନ ପାରିଲି, ଖଳ ଯେ କନକ ମୃଗ ଦେଖି ଲୋଭ କଲି। ଲୋ କୋଇଲି ଖଳ ଯେ କନକ ମୃଗ ଦେଖି ଲୋଭ କଲି। କୋଇଲି ଲୋ ଗରୁ ଶ୍ରୋତା ବଳିଲା ମୋହର, ଗେଲେ ମୁଁ ବୋଇଲି ରାମ ଏକୁରଙ୍ଗୀ ମାର। ଲୋ କୋଇଲି ଗେଲେ ମୁଁ ବୋଇଲି ରାମ ଏକୁରଙ୍ଗୀ ମାର। କୋଇଲି ଲୋ ଘଟଣ ଯା କରିছে ବିଧାତା, ଘୋର ବନେ ମୃଗ ମାରି ଗଲେ ମୁଁ କରତା। ଲୋ କୋଇଲି ଘୋର ବନେ ମୃଗ ମାରି ଗଲେ ମୁଁ କରତା। କୋଇଲି ଲୋ ଲକ୍ଷ୍ମଣକୁ ଜଗାଇ ଦୁଆରେ, ନାରାଚରେ ମୃଗ ବିନ୍ଧି ଗଲେ ରଘୁବୀର। ଲୋ କୋଇଲି ନାରାଚରେ ମୃଗ ବିନ୍ଧ କଲେ ରଘୁବୀର। କୋଇଲି ଲୋ ଚାପ ଧରି ଗଲେ ରଘୁନାଥ, ଚାପେ ସରସନ୍ଧି ମୃଗ ପ୍ରାଣ କଲେ ହତ। କୋଇଲି ଲୋ ଛାଡ଼ିବାର ବେଲେ ମୃଗ ପ୍ରାଣ, ଛଦ୍ମରେ ଡାକିଲା ମୋତେ ରଖ ହେ ଲକ୍ଷ୍ମଣ। ଲୋ କୋଇଲି ଛଦ୍ମରେ ଡାକିଲା ମୋତେ ରଖ ହେ ଲକ୍ଷ୍ମଣ। କୋଇଲି ଲୋ ଜାଣି ନ ପାରିଲି ଛନ୍ଦ ମୋହି, ଯାଅ ବୋଲି ଲକ୍ଷ୍ମଣକୁ ଦେଲି ପଠିଆଇ। ଲୋ କୋଇଲି ଯାଅ ବୋଲି ଲକ୍ଷ୍ମଣକୁ ଦେଲି ପଠିଆଇ। କୋଇଲି ଲୋ ଝଟତିରେ ଯାଆନ୍ତେ ଲକ୍ଷ୍ମଣ, ଝାଳର ଭିତରେ ଲୁଚିଥିଲା ଟେ ରାବଣ। ଲୋ କୋଇଲି ଝାଳର ଭିତରେ ଲୁଚିଥିଲା ଟେ ରାବଣ। କୋଇଲି ନିର୍ମଳ ତପସ୍ୱୀ ରୂପ ଧରି, ନିର୍ଭରେ ବସିଲା ଆସି ଦୁଆର ଆଗୋରି। ଲୋ କୋଇଲି ନିର୍ଭରେ ବସିଲା ଆସି ଦୁଆର ଆଗୋରି। କୋଇଲିଟେ କିଣ କହଇ ମାୟା ଯତି, ଟେକି ମୋତେ ଫଳ ଭିକ୍ଷା ଦିଅ ମହାସତୀ। ଲୋ କୋଇଲି ଟେକି ମୋତେ ଫଳ ଭିକ୍ଷା ଦିଅ ମହାସତୀ। କୋଇଲି ଲୋ ଠିକ୍ କଥା ଜାଣି ନ ପାରିଲି, ଠକ ଯତି করে ପୁଣି ଫଳ ଭିକ୍ଷା ଦେଲି। ଲୋ କୋଇଲି ଠକ ଯତି କରି ପୁଣି ଫଳ ଭିକ୍ଷା ଦେଲି।
ଠକ ଯଦି କରେ ପୁଣି ଫଳ ଭିକ୍ଷା ଦେଲି। କୋଇଲି ଡିଙ୍ଗର ରାବଣ ବଡ଼ ଦୁଷ୍ଟ, ଡାହାଣ ଭୁଜକୁ ମୋର ଧରିଲା ପାପିଷ୍ଟ। ଲୋ କୋଇଲି ଡାହାଣ ଭୁଜକୁ ମୋର ଧରିଲା ପାପିଷ୍ଟ। କୋଇଲି ଢଳିଣ ଚାହିଁଲା ଆକାଶକୁ, ଢାଳେ ରଥ ଶୂନ୍ୟ ଆସି ମିଳିଲା ତାହାକୁ। ଲୋ କୋଇଲି ଢାଳେ ରଥ ଶୂନ୍ୟ ଆସି ମିଳିଲା ତାହାକୁ। କୋଇଲି ଆଣି ମୋତେ ରଥରେ ବସାଇ, ଆକାଶ ମାର୍ଗରେ ରଥ ନେଲା ତହୁଁ ବାହି। ଲୋ କୋଇଲି ଆକାଶ ମାର୍ଗରେ ରଥ ନେଲା ତହୁଁ ବାହି। କୋଇଲି ତୁରିତେ ତା ରାଜ୍ୟରେ ମିଳିଲା, ତହୁଁ ଅଶୋକ ବନରେ ମୋତେ ଲୁଚାଇଲା। ଲୋ କୋଇଲି ତହୁଁ ଅଶୋକ ବନରେ ମୋତେ ଲୁଚାଇଲା। କୋଇଲି ଲୋ ଥାନ୍ତି ଜଗି ସହସ୍ରେ ଅସୁରୀ, ସ୍ଥାନ ଟିକିଏ ନଥାଏ ବସିଥାନ୍ତି ଘେରି। ଲୋ କୋଇଲି ସ୍ଥାନ ଟିକିଏ ନଥାଏ ବସିଥାନ୍ତି ଘେରି। କୋଇଲି ଦିବା ରାତି ଦୁଇ ମୋର ଏକା, ଦିନ ନ ସରାଇ ନିରନ୍ତରେ କରି ଡକା। ଲୋ କୋଇଲି ଦିନ ନ ସରାଇ ନିରନ୍ତରେ କରି ଡକା। କୋଇଲି ଲୋ ଧାତା ମୋତେ ଏତେ କଷ୍ଟ ଦେଲା, ଧରାଇ ଅସୁର ଘରେ ବନ୍ଦୀ କରାଇଲା। ଲୋ କୋଇଲି ଧରାଇ ଅସୁର ଘରେ ବନ୍ଦୀ କରାଇଲା। କୋଇଲି ନାରାଜ ଘେଳିଣ ରଘୁନାଥ, ନିମିଷରେ ମୃଗ ମାରି ଆସିବେ ନିଭ୍ରାତ। ଲୋ କୋଇଲି ନିମିଷରେ ମୃଗ ମାରି ଆସିବେ ନିଭ୍ରାତ। କୋଇଲି ପଞ୍ଚଫୁଟଇ ଦ୍ୱାରେ ଡାକୁଥିବେ, ପୟର ପଖାଳୁ ଜଳ ଦିଅ ସୀତାଏବେ। ଲୋ କୋଇଲି ପୟର ପଖାଳୁ ଜଳ ଦିଅ ସୀତାଏବେ। କୋଇଲି ଫୁଟି ଡାକୁଥିବେ ବେନି ଭାଇ, ଫୁଟିଛୁ ତୁଷାରେ ଜଳ ଦିଅ ବହି ଦେଇ। କୋଇଲି ବୋଲ ଯେବେ ନ ଶୁଣିବେ ମୋର, ବୋଳିବେ କେ ଘେନି ଗଲା ସୀତାଙ୍କୁ ଆମ୍ଭର। ଲୋ କୋଇଲି ବୋଲିବେ କେ ଘେନି ଗଲା ସୀତାକୁ ଆମର। କୋଇଲି ଭାଇ ବେନି ବନେ ବୁଲୁଥିବେ, ଭଲ ଲୋକ ଦେଖିଲେ ବାରତା ପଚାରିବେ। ଲୋ କୋଇଲି ଭଲ ଲୋକ ଦେଖିଲେ ବାରତା ପଚାରିବେ। କୋଇଲି ମଡ଼ିଆ ଦୁଆରେ ବେନି ଭାଇ, ମୋତେ ଡାକୁଥିବେ କାନ୍ତ ମୃଗ ଭାର ଥୋଇ। ଲୋ କୋଇଲି ମୋତେ ଡାକୁଥିବେ କାନ୍ତ ମୃଗ ଭାର ଥୋଇ। କୋଇଲି ଯିବ ଯିବ ପ୍ରାୟ ହେଉଥିବେ,
ମାସକ ଯେ ଲକ୍ଷେ ଯୁଗ ପରାୟ ମଣିବେ ଲୋକଇଲି ମାସକ ଯେ ଲକ୍ଷେ ଯୁଗ ପରାୟ ମଣିବେ କୋଇଲି ଲୋରା ବୁଥିବେ ମୋର ନାମ ଧରି ରାତ୍ର ଦିବା ନୟନରୁ ବହୁଥିବ ବାରି ଲୋକଇଲି ରାତ୍ର ଦିବା ନୟନରୁ ବହୁଥିବ ବାରି କୋଇଲି ଲୋ ଲଙ୍କାର ରାବଣ ଆଣିବାର ଲକ୍ଷ୍ମଣ ସହିତେ କାନ୍ତେ ନୋହିଲା ଗୋଚର ଲୋକଇଲି ଲକ୍ଷ୍ମଣ ସହିତେ କାନ୍ତେ ନୋହିଲା ଗୋଚର କୋଇଲି ବାରତା ପାଇଲେ ପ୍ରାଣନାଥ ବାରାନିତି ବାନ୍ଧିଣ ଆସିବେ ବେନିବ୍ରାତ ଲୋକଇଲି ବାରାନିତି ବାନ୍ଧିଣ ଆସିବେ ବେନିବ୍ରାତ କୋଇଲି ଲୋ ଶତ୍ରୁ ରାବଣକୁ ବିନାଶିବେ ଶାଢ଼ୀ ବାନ୍ଧି ବିଭୀଷଣେ ରାଜା କରାଇବେ ଲୋକଇଲି ଶାଢ଼ୀ ବାନ୍ଧି ବିଭୀଷଣେ ରାଜା କରାଇବେ କୋଇଲି ଲୋ ଶ୍ରୀରାମ ଲକ୍ଷ୍ମଣ ବେନି ଭାଇ ଶିଷ୍ଟ ପାଲି ଦୁଷ୍ଟ ନାଶୀ ଉଶ୍ୱାସନ୍ତି ମହି ଲୋକଇଲି ଶିଷ୍ଟ ପାଲି ଦୁଷ୍ଟ ନାଶୀ ଉଶ୍ୱାସନ୍ତି ମହି କୋଇଲି ଲୋ ଶୁଭେ ହୋଇ ଲଙ୍କାରେ ପ୍ରବେଶ ସଙ୍ଗେ ନେଇ ମତେ ଚଳିଯିବେ ନିଜ ଦେଶ ଲୋକଇଲି ସଙ୍ଗେ ନେଇ ମତେ ଚଳିଯିବେ ନିଜ ଦେଶ କୋଇଲି ଲୋ ହେବେ ମତେ ଘିନି ଅଭିଷେକ ହରଷେ ଖଟିବେ ତାଙ୍କ ପାତ୍ର ମନ୍ତ୍ରୀ ଲୋ